ଜୟ ଜଗନ୍ନାଥ। ଅକ୍ଷୟ ତୃତୀୟା ଦିନ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଶୁଭ ଜିନିଷ। ଆପଣଙ୍କର ଜନ୍ମ ଜନ୍ମାନ୍ତର ଦୁଃଖ ଦୂର ହୋଇଯିବ। ଧନ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ହେବ ଆପଣଙ୍କର ଘର। ତା ସହିତ ମା ଲକ୍ଷ୍ମୀଙ୍କର କୃପା ଲାଭ କରିବେ। ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିକୁ ଆମେ ଅକ୍ଷୟ ତୃତୀୟା ବୋଲି କହିଥାଉ। ଅକ୍ଷୟ ତୃତୀୟାଟି ଆମ ହିନ୍ଦୁ ଧର୍ମାବଲମ୍ବୀ ପାଇଁ ଅତ୍ୟନ୍ତ ଶୁଭ ଓ ବିଶେଷ ଅଟେ। ଅକ୍ଷୟର ଅର୍ଥ ନ କ୍ଷୟ, ଯାହାର ଅର୍ଥ କେବେ କ୍ଷୟ ହୁଏ ନାହିଁ। ମାନ୍ୟତା ଅଛି ଏହି ଦିନରେ ଯାହା ଭଲ କର୍ମ କରାଯାଏ ତାହା ଅକ୍ଷୟ ହୋଇ ରହିଯାଏ। ଅକ୍ଷୟ, ଯାହା କେବେ କ୍ଷୟ ହୁଏ ନାହିଁ। ଚତୁର୍ବର୍ଗର କାମନା ମଧ୍ୟ କରିପାରିବେ। ଚତୁର୍ବର୍ଗର ଅର୍ଥ ହେଉଛି ମୋକ୍ଷ, ଧର୍ମ, ଅର୍ଥ, କାମ। ଏହି ଚାରୋଟି ଆପଣ ଗୋଟିଏ ଦିନରେ ପାଇପାରିବେ। ଏହି ଦିନରେ ଆପଣ ଜଳାଶୟରେ ସ୍ନାନ କରି କିଛି ଦାନ କଲେ ଆପଣଙ୍କର ଜନ୍ମ ଜନ୍ମର ପାପରୁ ମୁକ୍ତି ପାଇପାରିବେ। ଯେଉଁ ପୁଣ୍ୟ ପ୍ରାପ୍ତ ହେବ ତାହା ମୃତ୍ୟୁ ପରେ ମଧ୍ୟ ଅକ୍ଷୟ ହୋଇ ରହିଯିବ। ଏହି ଅକ୍ଷୟ ତୃତୀୟାଟି ମା ଲକ୍ଷ୍ମୀଙ୍କୁ ମଧ୍ୟ ସମର୍ପିତ। ମା ଲକ୍ଷ୍ମୀଙ୍କର ବାସ ତୁଳସୀ ଗଛରେ ହୋଇଥାଏ। ଏହି ଅକ୍ଷୟ ତୃତୀୟା ଦିନ ଆପଣ ତୁଳସୀ ମୂଳରେ ବାନ୍ଧି ଦିଅନ୍ତୁ ଗୋଟିଏ ଶୁଭ ଜିନିଷ, ଯାହା ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଯିବ ଆପଣଙ୍କର ଜୀବନ। ତୁଳସୀ ଗଛରେ କ'ଣ ବାନ୍ଧିଲେ ସବୁ ସମସ୍ୟା ଦୂର ହୋଇଯିବ। ବିଶେଷ ରୂପରେ ଆର୍ଥିକ ସମସ୍ୟା ଦୂର ହେବ। ଆମେ ପ୍ରତ୍ୟେକ ଦିନ ତୁଳସୀ ଗଛ ପୂଜା କରିଥାଉ, କିନ୍ତୁ ବହୁତ ଲୋକ ଜାଣନ୍ତି ନାହିଁ ତୁଳସୀ ପୂଜା କେଉଁ ସମୟରେ କରାଯାଏ, ତୁଳସୀ ଗଛ କେଉଁଠି ଲଗାଯାଏ, କେଉଁ ଜିନିଷ ତୁଳସୀ ପାଖରେ ରହିବା ଦ୍ୱାରା ସୁଖ ସମୃଦ୍ଧି ହୁଏ। ତୁଳସୀ ଗଛ ଘରେ ରହିବା ଅତ୍ୟନ୍ତ ସୁଖ ଓ ମଙ୍ଗଳଦାୟକ। ପୌରାଣିକ ମତରେ ତୁଳସୀ ଗଛରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପବିତ୍ର ବୋଲି ମନାଯାଏ। ବିଷ୍ଣୁ ପୁରାଣରେ ତୁଳସୀଙ୍କୁ ବିଷ୍ଣୁଙ୍କ ପତ୍ନୀ ବୋଲି କୁହାଯାଇଛି। ତେଣୁ ବିଷ୍ଣୁଙ୍କ ପୂଜାରେ ତୁଳସୀ ପତ୍ର ଲଗାଯାଏ। ବିନା ତୁଳସୀରେ ଭଗବାନ ବିଷ୍ଣୁଙ୍କୁ ପୂଜା ଅସମ୍ପୂର୍ଣ୍ଣ ଅଟେ। ତୁଳସୀ ମୂଳରେ ତ୍ରିଦେବ, ଭଗବାନ ଶିବ, ଭଗବାନ ବିଷ୍ଣୁ, ଭଗବାନ ବ୍ରହ୍ମା ବାସ କରନ୍ତି। ସୂର୍ଯ୍ୟ ଉଦୟ ପରେ ରୀତିନୀତିରେ ତୁଳସୀ ପୂଜା କରାଯାଏ। ସେହି ଗଛରେ ମା ଅନ୍ନପୂର୍ଣ୍ଣା ବାସ କରନ୍ତି। ତେଣୁ ଏହି ଅକ୍ଷୟ ତୃତୀୟାରେ ମା ତୁଳସୀ ଗଛରେ ଏକ ଚୁନରି ଚଢ଼ାନ୍ତୁ। ଏହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହେବ। ଲାଲ ରଙ୍ଗର ଚୁନରି ତୁଳସୀ ଗଛରେ ଚଢ଼ାନ୍ତୁ ନାହିଁ। ନାଲି ରଙ୍ଗ ମଙ୍ଗଳ ଗ୍ରହ ସହ ସଂଯୋଗ ରହିଥାଏ, ତେଣୁ ଏହା ଭଲ ନୁହେଁ। ସବୁବେଳେ ସବୁଜ କିମ୍ବା ହଳଦିଆ ଓଢ଼ଣା ତୁଳସୀ ଗଛରେ ଚଢ଼ାନ୍ତୁ। ଏହି ଅକ୍ଷୟ ତୃତୀୟାରେ ଏହି କାର୍ଯ୍ୟଟିକୁ କରିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧିରେ ଭରିଯିବ। ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।